ଦେଖନ୍ତୁ ଆଜି ହେନା ଆଜି ଆମର ସୁଦଶା ବ୍ରତ ହେଉଛି, ମାନେ ସମସ୍ତଙ୍କର ବି ସୁଦଶା ବ୍ରତ ହେଉଛି। ସେଥିପାଇଁ ଆମର ଆଜି ସାବୁ ନଡ଼ିଆ କଦଳୀ ପଡ଼ିକି ମାନେ ସାବୁ ଦଳା ଗୋଟେ ହେଇଛି। ମୋ ଝିଅ ତାର ଆଉ ଭୋକ ସମ୍ଭାଳି ପାଇଲାନି, ମାନେ ଜଲ୍ଦି ମୁଁ ଗୋଳେଇଗଲା କତରୁ ମା ସାବୁ ଦଳା ଦିଏ। ଆସିକି ପୁରା ବସିଗଲା, ମୁଁ ଧରିକି ବସି ଖାଇବା ପାଇଁ, ସେ ଆସିଗଲା ଖାଇଦେ, ମାନେ 2-4 ଥର ଖାଇଦେଲା ହେଇଗଲା ଆଉ ଦଳା। ମୁଁ ରୋଷେଇବାସ ସାରିଲିଣି। ସାବୁ ଦଳା ଯେହେତୁ ଆମର ଜଣେ ବୁଢ଼ୀ ମା ଆମ ଘର ପାଖରେ ମରିଥିଲେ, ଜଣେ ବୁଢ଼ୀ ମା ମରିଥିଲେ, ତେଣୁ ଆମର ପୂଜା ହେବନି। ଖାଲି ଆମେ ଆମର ତ ସୁଦଶା ବ୍ରତ ହେଉନି, ପୂଜା ହେବନି, ଖାଲି ଆମେ ଉପାସ ରହିଛୁ। ସେଥିପାଇଁ ମୋ ସ୍ୱାମୀ ସାବୁ କଦଳୀ ନଡ଼ିଆ ଆଣିଥିଲେ, ତାକୁ ବି ଦଳିଛି, ଭେଦେଇ ଦେଇଥିଲି। ତାକୁ ବି ଦଳା କରିକି ଆମେ ବର୍ତ୍ତମାନ ଖାଇବା। ଆଉ କ'ଣ କରିବା, ଉପାସ ତ ରହିବାକୁ ପଡ଼ିବ। ପୂଜା ନ କଲେ ବି ଉପାସ ରହିଯାଏ। ଯେହେତୁ ଗୋଟେ ବ୍ରତ କରୁଛେ, ଉପାସ ନ କରି କ'ଣ ଛାଡ଼ିଦେବା କି? ତେଣୁ ସାଙ୍ଗମାନେ, ଆପଣଙ୍କ ଆଡ଼େ ଏମିତି ପାଳନ କରୁଛନ୍ତି, ଯିଏ ମରିଯାଉଛି ତାଙ୍କର ସେ ମାନେ ମଲା ବର୍ଷେ କି ମାନେ ବର୍ଷେ ନ ହେଲେ ତ ବୋଝା ପୋଟଳ ହେବନି। ଆପଣଙ୍କ ଆଡ଼େ ସେଇଆ ଅଛି କି ନାହିଁ କମେଣ୍ଟରେ କହିବେ। ରହିଛି ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ। ତେଣୁ ମୁଁ ଭିଡ଼ିଓ ବି କରିପାରୁନଥିଲି, କିନ୍ତୁ ମୋ ମୋବାଇଲ ଖରାପ ଥିଲା, ସେଥିପାଇଁ ଆପଣମାନଙ୍କର ସରି ଭିଡ଼ିଓ କରିପାରୁନଥିଲି। ଯେହେତୁ ମାନେ ମୋବାଇଲ ଭଲ ହେଲା, ଯେମିତି ଭିଡ଼ିଓ କଲି ଆଉ। ରହିଛି ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ।